ମୁଁ ଆଜି ମୋର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଥିଲା ଏବଂ କିଛି ଖେଳ କାର୍ଯ୍ୟକ୍ରମ ଥିଲା। ମୁଁ 8ଟା ବେଳେ ଫେରୁଥିଲି, ମୁଁ ଖବର ପାଇଲି ଏବଂ ଟିଭିରେ ଦେଖିଲି ଏବଂ ପ୍ରଥମେ ପଚାରିଲି ଆମ ଲୋକମାନଙ୍କୁ ଯେ କ'ଣ ହେଇଛି ନା ମୁଁ ଖବର ପାଇଲି ଯେ ବିରଜା ପ୍ରକଳ୍ପର ପ୍ରଶାସନର କ'ଣ ନିଷ୍ପତ୍ତି ଉପରେ ସେମାନେ ଗୋଟେ ରାସ୍ତାରୋକ କରିଥିଲେ ଏବଂ ସେଥିରୁ ମୁଁ ଯାହା ଖବର ପାଇଲି ଯେ ମାନ୍ୟବର ବିଧାୟକ ଧର୍ମଶାଳା ସେବାଟେ ଯାଉଥିଲେ ଏବଂ ତାଙ୍କ ଭିତରେ କ'ଣ ବଚସା ହେଲା କି କ'ଣ ହେଲା ମୁଁ ଜାଣିନି ପରଫେକ୍ଟଲି, ବଟ୍ ତାଙ୍କ ଉପରେ ଆକ୍ରମଣ ହେଇଛି। ପ୍ରଥମ କଥା, ବିଜୁ ଜନତା ଦଳ ହିଂସାରେ ଆଦୌ ବିଶ୍ୱାସ କରେ ନାହିଁ ଏବଂ ଏଟା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ମୁଁ ଆକୁ ନିନ୍ଦା କରୁଛି ଏବଂ ଯେଉଁମାନେ ଦୋଷୀ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ କରାଯିବ, ଯେଉଁମାନେ ଦୋଷୀ ତାଙ୍କୁ ଆରେଷ୍ଟ କରିବା ପାଇଁ। ଏଟା ଗୋଟେ ଭାବାବେଗର ତାଙ୍କର ଚାଲିଥିଲା ଆନ୍ଦୋଳନ। ସେ ଆନ୍ଦୋଳନ ଭିତରେ କ'ଣ ଘଟିଛି ଏକ୍ଜାକ୍ଟଲି ମୁଁ ଜାଣିନାହିଁ, କିନ୍ତୁ କୌଣସି ହିଂସାତ୍ମକ କଥାକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ମୁଁ ବି କିଛି ଖବର ପାଇଲି ସେଠି ଦୋକାନ ବଜାରକୁ ବି ତାଙ୍କର କିଛି ସମର୍ଥକ ମାନେ ଆସି ଭଙ୍ଗାଭଙ୍ଗି କରିଛନ୍ତି। ନା ଏପଟର ହିଂସାକୁ ପ୍ରଶ୍ରୟ ଦିଆଯିବ ନା ସେପଟ ହିଂସାକୁ ପ୍ରଶ୍ରୟ ଦିଆଯିବ। ପ୍ରଶାସନ ଯାହା ସହଯୋଗ ଚାହିଁବେ ଆମେ କରିବୁ ଏବଂ ମୁଁ ଯାହା ଖବର ପାଇଛି ଏଟା ବିରଜା ପ୍ରକଳ୍ପ ଉପରେ ସେମାନେ ରାସ୍ତା ରୋକ କରିଥିଲେ, ତା ଭିତରେ ଏଇଭଳିଆ ଅଘଟଣ ଘଟିଛି। କିନ୍ତୁ ଏ ଘଟଣାକୁ ସମ୍ପୂର୍ଣ୍ଣ ଭାବରେ ମୁଁ ଯେତେବେଳେ ଶୁଣିଲି ମୁଁ ତାର ଖବର ନେଲି ଏବଂ ମୁଁ ନିଜେ ଏସ୍ପି କି ଫୋନ କରିଥିଲି, ଡିଏସ୍ପି ଫୋନ କରିଥିଲି ଯେ ଯେଉଁମାନେ ଦୋଷୀ ସମସ୍ତଙ୍କୁ ଆରେଷ୍ଟ କରାଯାଉ। ଏବଂ ମୋଷ୍ଟ ଇମ୍ପୋର୍ଟାଣ୍ଟଲି ସବୁଠୁ ବଡ଼ ମୁଁ କଥା କହିବି, ଗଣତନ୍ତ୍ରରେ ବିଜୁ ଜନତା ଦଳ କେବେ ବିଶ୍ୱାସ କରେ ନାହିଁ, ଆଉ ବିଶେଷ କରି ମୋ ପରିବାର କେବେ ବି ଏଟା ବିଶ୍ୱାସ କରେ ନାହିଁ। ମୁଁ ଟିଭି ମିଡିଆରୁ ଶୁଣିଲି ଯେ ବିଧାୟକ କ'ଣ କହୁଥିଲେ ମୋ ବିଷୟରେ, ମୋ ଭାଇ ବିଷୟରେ। ମୁଁ ମୋ ଭାଇକୁ କହିଛି ଯେ ଥାନାରେ ବସିବା ପାଇଁ। ଯଦି ମୁଁ ଜାଣିବାରେ ମୋ ଭାଇ ସେଠି ନଥିଲା ଏବଂ ସେପଟେ ଯାଉଥିଲା ଖବର ପାଇକି ଯେ ରାସ୍ତା ରୋକ ହେଇଛି ବୋଲି। ମୁଁ କହିଛି ଥାନାରେ ବସିବା ପାଇଁ, ଯଦି ସିଏ ପ୍ରଥମ କଲ୍ପ୍ରିଟ ଥିବ ସିଏ ଆଗେ ଆରେଷ୍ଟ ହବ। ମୁଁ ତାକୁ ପଠେଇ ସାରିଛି ଥାନାରେ ବସିବା ପାଇଁ। ଆମେ ନ୍ୟାୟ ଏବଂ ଲୋକଙ୍କର ହକ୍ ପାଇଁ ଲଢୁ। ବିରଜା ପ୍ରକଳ୍ପ ପାଇଁ ଲୋକ ବାହାରିଥିଲେ। ମୁଁ ସେ ଯାହା ଖବର ପାଇଛି ମୁଁ ତାର ପୁଙ୍ଖାନୁପୁଙ୍ଖ ଜାଣିନି, କାଲି ସକାଳେ ଜାଣିବି। ଏବଂ ମୁଁ ମହାପ୍ରସାଦ ଦାସଙ୍କୁ ଯିଏ ମୋର ଭାଇ ବୋଲି କହୁଛନ୍ତି, ମୁଁ ଯାହା ମିଡିଆ ଦେଖିଲି ମୁଁ ଜାଣିନି, ମୁଁ ବି ଶୁଣିଲି ଆପଣମାନେ ଯାହା ମତେ କହୁଛନ୍ତି ଶୁଣିଲି, ଫ୍ୟାକ୍ଟ ବି ଜାଣିନି। ମୁଁ କିନ୍ତୁ ଡିରେକ୍ସନ ଦେଇଛି ଯେ ତମେ ଯାଅ ଥାନାରେ ବସ ଏବଂ ଥାନାର ଯାହା ଥାନା କହିବେ ମାନେ ଏସ୍ପି କହିବେ ସେ ଅନୁସାରେ ତମେ କାମ କରିବ ଏବଂ ଆଇନ ଶୃଙ୍ଖଳାକୁ ସବୁବେଳେ ଆମେ ସମ୍ମାନ ଦେଇ ଆସିଛୁ ଏବଂ ଆଇନ ଶୃଙ୍ଖଳା କେବେ ବି କୌଣସି ଜାଗାରେ ଆମେ ସାଲିସ କରିବୁ ନାହିଁ। ଏବଂ ଆମର ସିମ୍ପଲ ଗୋଟେ ଆମର ବିଜୁ ଜନତା ଦଳର ମାନ୍ୟବର ଆମର ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶ, ଗଣତନ୍ତ୍ରରେ ଆନ୍ଦୋଳନ ପ୍ରଶ୍ରୟ ନାହିଁ। ମୁଁ ୟାକୁ ନିନ୍ଦା କରୁଛି ଏବଂ ଯାହା ବି ଘଟଣା ଘଟିଛି, ଯେଉଁମାନେ ବି ଯଦି ତାହା ମୋର ଲୋକମାନେ ହେଇଥିବ ବୋଲି ଜାଣିନି, କିନ୍ତୁ ଯଦି ସେଟା ଆଲିଗେସନ ଥାଏ ତାଙ୍କ ତରଫରୁ ମୁଁ କ୍ଷମା ପ୍ରାର୍ଥନା କରୁଛି ଯଦି ହେଇଥିବ। କିନ୍ତୁ ମୁଁ ଜାଣିବାରେ ସେଟା କେବଳ ବିରଜା ପ୍ରକଳ୍ପ ପାଇଁ ଭାବାବେଗର କ'ଣ ସେମାନେ କରୁଥିଲେ, କ'ଣ ହେଇଥିବ ମୁଁ ଜାଣିନି। କିନ୍ତୁ କାଲି ମୁଁ ପୁଙ୍ଖାନୁପୁଙ୍ଖ କ'ଣ ହେଲା ପରେ ଜାଣିବି ଏବଂ ନିଷ୍ପେଷିତ ନିଜେ ଡାଇରେକ୍ଟଲି କଥା ହେଇଛି ଯେ ଯାହା ବି ଦୋଷୀ ଅଛନ୍ତି ତାଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ କରାଯାଉ। ଦେଖୁନ, ବିଧାୟକ ଯୋଉ ଭଳିଆ ଭାବରେ ବାରମ୍ବାର ଆକ୍ଷେପ କରିଛନ୍ତି ଗଣମାଧ୍ୟମରେ ଯାଜପୁର ପ୍ରକଳ୍ପ ଗୁଡିକ ଉପରେ, ବିଶେଷ କରି ଯଦି ହେଇଥିବ ସେଟା ମୁଁ ଜାଣିନି, କିନ୍ତୁ ମୋର ଜିନ୍ଦାବାଦ ମୁର୍ଦାବାଦ ତ ସବୁଠି ପଡିବ, ସେଟା କିଛି ବଡ କଥା ନୁହେଁ। ସେଟା ଆକ୍ଷେପ କରିକି କରିବା କଥା ନାହିଁ। ମୁଁ ଘଟଣାକୁ ନିନ୍ଦା କରୁଛି, କିନ୍ତୁ ଲୋକ ଭାବାବେଗ ତ ମୁଁ କଣ୍ଟ୍ରୋଲ କରିପାରିବିନି। ମୁଁ ଜାଣିନି କ'ଣ ହେଇଛି, କିନ୍ତୁ ଇନସିଡେଣ୍ଟକୁ ମୁଁ ସମ୍ପୂର୍ଣ୍ଣ ଭାବେ ନିନ୍ଦା କରୁଛି। तो प्रणव प्रकाश दास प्रतिक्रिया आप शुणुते से घटना को निंदा करिसेंती। प्रशासन को समस्त प्रकार सहयोग जोगाई दियाजिबो। जहा हिंसा में विश्वास करूना, विजु जनता दल केबे हिंसा विश्वास करे नहीं। जो माने दोषी तांको गिरफ्त करा जाऊ, हिंसा को प्रश्रय दियाजिबो नहीं। मो परिवार एथिरे विश्वास करे नहीं। मो भाई को कही थाना रे बसवा पई, मो भाई जदि दोषी ताको अरेस्ट मध्य करा जाऊ, एथिरे कोनोसी प्रकार असुविधा नहीं। आईन श्रृंखला को सम्मान सब बेले देइछु। मो परिवार मध्य एथिरे विश्वास करे नहीं। ये हूँ प्रणव प्रकाश दास प्रतिक्रिया। तेज विधायक हिमांशु साहू को कहीं आक्रमण करागला, आसंतु नजर पकेबा केतोटी संभाव्य कारण उपरे। प्रथम संभाव्य कारण हो पारे धर्मशाला बल्ले बल्ले ढाबा एवं लॉज रे अनियमितता प्रसंग उठाइथिले। द्वितीय प्रसंग आम रखुचु बा द्वितीय प्रश्न एथि संभाव्य कारण हो पारे सांसद एवं विधायक पांठी रे बल्ले बल्ले ढाबा एवं लॉज निर्माण कथा कहिथिले हिमांशु साहू। तृतीय संभाव्य कारण हो पारे डंकारी पहाड़ खनन अनियमितता कथा
उठाई हिमांशु साहू चतुर्थ संभाव्य कारण हो पारे कुसुमा पोखरी केलेंकारी अभियोग आनी पंचम संभाव्य कारण हो पारे बीजेडी गढ़ स्वाधीन भाव में जितापट परठारू बढ़ी चली आक्रोश ये किसी संभाव्य कारण हिमांशु आक्रमण पछर आशंका यही घटना को लेकिन हुए तो आक्रमण करे धर्मशाला बल्ले बल्ले ढाबा और लॉज रे अनियमितता प्रसंग उठाई जो संभाव्य 5टी कारण आम दर्शाइचु श्रीयुक्त प्रसन्न महांती आपण शुणी सांसद और विधायक पांठे बल्ले बल्ले ढाबा और लॉज निर्माण कथा से उठाई डंकारी पहाड़ खनन अनियमितता कथा सामना को आनी हिमांशु साहू एवं कुसुमा पोखरी केलेंकारी अभियोग से आनी पंचम संभाव्य कारण होचे जे बीजेडी गढ़ में स्वाधीन भाव में जितापट हेबा परठारू आक्रोश बढ़ी चली हिमांशु प्रति ये तमाम कारण जहां संभाव्य कारण आम दर्शाइचु आपण प्रतिक्रिया टिके नेबाकु चाहबो बर्तमान जो कारण गुड़ी को कहगला ए कारण को आहरी पुष्टि करछंती पूर्वतन विधायक प्रणव प्रकाश दास कारण से कहते लोकंर भावावेगर कथा एवं विभिन्न प्रकल्प को से जो विरोध करछंती विधायक तेणु ए खोला खोली भाव जनापड़ी जो राजनीतिक शालीनता दृष्टि से जहाँ कहवा कथा कहते मेन कथा कथार गोटे मूल